कृष्ण भाई नमस्कार। नमस्कार। ଏବେ ତ ଆଷାଢ଼ ମାସ ହେଲା ତେଣୁ ମୁଁ ମୋର ଓଦା ବିଧି ପୃଥିବୀକୁ ଆସିଗଲି। ମୋର ବି ସମୟ ସରିଗଲା, ମୁଁ ଏବେ ଚାଲିଯିବି। ଆଚ୍ଛା, ତୁମେ ଉଦରକୁ ବିଧି କାହିଁକି ଆସିଛ? ତୁମେ ବାଟ ଘାଟ କାଦୁଅ କରିଦେବ, ନଈ ନାଳ ପାଣିରେ ପୂର୍ଣ୍ଣ କରିଦେବ, ଲୋକମାନେ ବହୁ ଅସୁବିଧା ଭୋଗ କରିବେ। ଭାଇ ତୁମର ଛାଇ ଖରା ତତଲା ପବନ ଲୋକମାନଙ୍କୁ କେତେ ଯେ କଷ୍ଟ ଦିଏ। ଜୀବଜନ୍ତୁମାନେ ପାଣି ପାଇଁ କେତେ ହଇରାଣ ହୁଅନ୍ତି। ମୁଁ ଏବେ ଆସିଲି, ପୋଖରୀ ଗଡ଼ିଆ ପୂର୍ଣ୍ଣ କରିଦେବି, ମାଛମାନେ ଆନନ୍ଦରେ ଖେଳିବେ, ଗଛରେ ନୂଆ ପତ୍ର କଅଁଳିବ, ଚାଷୀ ହଉ ନଦୀ ତଟ ବଢି ଆସିବ, କେତେ ଗାଁ ଗଣ୍ଡା ଗୋରୁ ଗାଈ ଭାସିଯିବେ, ଲୋକମାନେ ମୁଁ କେତେ ଗାଳି ଦେବେ। ମୁଁ ରାସ୍ତାଘାଟ ଶୁକ୍ଳ ରଖେ, ମୁଁ ନଈନାଳ ପାଣିରେ ପୂର୍ଣ୍ଣ କରିଦିଏ, ମୁଁ ଓଦରକୁ ଶୀଘ୍ର ଶୁଖାଇ ଦିଏ, ମୁଁ ଦୁର୍ଗନ୍ଧ ନଷ୍ଟ କରେ, ମୁଁ ବାୟୁକୁ ପରିଷ୍କାର ରଖେ, ମୁଁ ଲୋକମାନଙ୍କୁ ପାଚିଲା ଆମ୍ବ ପଣସ ଖାଇବାକୁ ଦିଏ, ସେମାନେ ଖୁସିରେ ଖାଆନ୍ତି। ନଈ ବଢ଼ି ପରେ ଜମିରେ ପଟୁମାଟି ମାଡ଼ିଯାଏ, ପଟୁମାଟିରେ ଭଲ ଫସଲ ହୁଏ। ନଈ କୂଳରେ ଥିବା ମଇଳାକୁ ମୁଁ ସଫା କରିଦିଏ, ମୁଁ ନଥିଲେ ଦେଶ ମରୁଭୂମି ଓ ଦୁର୍ଭିକ୍ଷ ପଡ଼ିଥାନ୍ତା। ଭାଇ ମତେ ତୁମେ ନିନ୍ଦା କରୁଛ, ମୋ ଯୋଗୁଁ ପରା ତୁମର ଜନ୍ମ। ଆଚ୍ଛା ଯାଉ ରାଗନା, ଆମେ ଦୁନିଆର ଉପକାରୀ। ଆମେ ଦୁହେଁ ତ ଦୁନିଆର ଉପକାରୀ।